ଚୋଡ଼ଗଙ୍ଗଦେବ ପୁରୀ ଜଗନ୍ନାଥ ମନ୍ଦିର ସ୍ଥାପନ କଲା ପରେ ସେବା କାର୍ଯ୍ୟ ପାଇଁ 36 ପ୍ରକାରର ସେବକ ପାଇଁ ବ୍ୟବସ୍ଥା କରିଥିଲେ। ତାହା ମଧ୍ୟରୁ ଦେବଦାସୀ ବା ମାହାରୀ ଅନ୍ୟତମ। ସେମାନଙ୍କ ପାଇଁ ଜମି ପ୍ରଦାନ କରିବାର ବ୍ୟବସ୍ଥା କରି କୌଡ଼ଙ୍ଗ ସାହି ନାମକ ସ୍ଥାନରେ ସେମାନଙ୍କୁ ସ୍ଥାପିତ କରି ତାଙ୍କର ନିୟମିତ ଚଳିବା ପାଇଁ ବ୍ୟବସ୍ଥା କରିଥିଲେ। ସେମାନଙ୍କ ଶୃଙ୍ଖଳିତ ବ୍ୟବହାର ପାଇଁ ସେ ନୀତି ନିୟମ ମଧ୍ୟ ପ୍ରଣୟନ କରିଥିଲେ। ସେହିସବୁ ନୀତି ନିୟମ ବିଷୟରେ ମାଦଳା ପାଞ୍ଜିରେ ବିଶେଷ ଭାବରେ ବର୍ଣ୍ଣନା ରହିଛି। ଦେବଦାସୀମାନେ ନିଜକୁ ଭଗବାନଙ୍କ ପତ୍ନୀ ହିସାବରେ ଆଜୀବନ ସମର୍ପଣ କରିଥାନ୍ତି ଓ ଭଗବାନଙ୍କର ସେବା ନିଷ୍ଠାର ସହ ପାଳନ କରିଥାନ୍ତି। ପର୍ବପର୍ବାଣୀ ସମୟରେ ଏହି ଦେବଦାସୀମାନେ ଭଗବାନଙ୍କ ସମ୍ମୁଖରେ ନୃତ୍ୟ କରିଥାନ୍ତି। ଯଦିଓ ବାହାର ନର୍ତ୍ତକୀମାନେ ମଧ୍ୟ ଏହି ମାହିରୀ ନୃତ୍ୟ ମଣ୍ଡପ ମାନଙ୍କରେ ପରିବେଷଣ କରିଥାନ୍ତି। ଏହି ନୃତ୍ୟ ପ୍ରଥମରୁ ଦେବଦାସୀ ବା ମାହିରୀମାନଙ୍କ ଦ୍ୱାରା ମନ୍ଦିରରେ କରାଯାଉଥିଲା। କେତେକ କ୍ଷେତ୍ରରେ ଦେବଦାସୀମାନେ ସାବିତ୍ରୀ ବ୍ରତ ଦିନ ଭଗବାନ ଜଗନ୍ନାଥଙ୍କ ନାମରେ ସାବିତ୍ରୀ ବ୍ରତ ମଧ୍ୟ ପାଳନ କରୁଥିଲେ। ମାହିରୀମାନଙ୍କୁ ଶ୍ରୀ ମନ୍ଦିରରେ ଖୁବ୍ ସମ୍ମାନ ଦିଆଯାଏ ଓ ଜଗନ୍ନାଥଙ୍କ ପତ୍ନୀ ମହାଲକ୍ଷ୍ମୀଙ୍କ ତଳକୁ ତାଙ୍କର ସ୍ଥାନ ବୋଲି କୁହାଯାଇଥାଏ। ଏକଦା ମନ୍ଦିରରେ 25 ଜଣ ଦେବଦାସୀ ବା ମାହିରୀ ରହିଥିଲେ। ସେ ମଧ୍ୟରୁ ଶଶିମଣି ଦେବୀ 12 ବର୍ଷ ବୟସରୁ ଦେବଦାସୀ ଭାବରେ ସେବା କରି 92 ବର୍ଷ ବୟସରେ ଶେଷ ଜୀବିତ ଦେବଦାସୀ ଭାବରେ 2015 ମାର୍ଚ୍ଚ 19 ତାରିଖରେ ପୁରୀଠାରେ ସ୍ୱର୍ଗାରୋହଣ କରିଥିଲେ। ତାଙ୍କ ପରେ ବହୁ କାଳରୁ ଚାଲି ଆସିଥିବା ଏହି ପ୍ରଥା ଶ୍ରୀମନ୍ଦିରରେ ବନ୍ଦ ହୋଇଯାଇଛି।